ଖ୍ରୀଷ୍ଟଙ୍କର ପବିତ୍ର ନାମର ଧନ୍ୟ ହେଉ। ସେ ଅନୁଗ୍ରହ ଦୟା କରୁଣା କରି ଆମମାନଙ୍କୁ ଆଉ ଥରେ ମୋର ନିଜର ମାତୃମଣ୍ଡଳୀରେ ଆଉ ଥରେ ଆପଣମାନଙ୍କ ସହିତ ସହଭାଗିତା କରିବା ପାଇଁ, ସାକ୍ଷାତ କରିବା ପାଇଁ ସେ ଅନୁଗ୍ରହର ବହୁମୂଲ୍ୟ ସମୟ ପ୍ରଦାନ କରିଥିବାରୁ ସେ ସ୍ୱର୍ଗସ୍ଥ ପିତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମୁଁ ହୃଦୟପୂର୍ବକ ଧନ୍ୟବାଦ ଦେଇ ତାଙ୍କର ସ୍ତବଗାନ କରି ଏବଂ ସେରଙ୍ଗ ଶତାବ୍ଦୀ ବାପ୍ଟିଷ୍ଟ ମଣ୍ଡଳୀର ପାଳକ ମହାଶୟ ଅବଶ୍ୟ ସେ ନାହାନ୍ତି, ତଥାପି ମୁଁ ତାଙ୍କୁ ମୋର ହୃଦୟର କୃତଜ୍ଞତା ଜ୍ଞାପନ କରି ଏବଂ ତାଙ୍କ ପରିସ୍ଥିତି ପାଇଁ ମଧ୍ୟ ମୁଁ ପ୍ରାର୍ଥନା କରୁଛି ପ୍ରଭୁ ତାଙ୍କୁ ଶୀଘ୍ର ଆରୋଗ୍ୟ ପ୍ରଦାନ କରନ୍ତୁ ଏବଂ ମଣ୍ଡଳୀର ସ୍ତମ୍ଭ ସଦୃଶ୍ୟ ଡିକନ୍ସ ମାନେ ଅଛନ୍ତି ଯେଉଁମାନେ ମଣ୍ଡଳୀକୁ ତୋଳି ଧରୁଛନ୍ତି, ପାଳକ ପ୍ରାଚୀନ ଆଜ୍ଞା ମାନେ ଅଛନ୍ତି, ମୋ ବାପା ପରି ଲୋକମାନେ, ମୋ ମା ପରି ମା ମାନେ ବସିଛନ୍ତି। ମୁଁ ସମସ୍ତଙ୍କୁ ମୋର ହୃଦୟର ଆନ୍ତରିକ ଖ୍ରୀଷ୍ଟ ପ୍ରେମର ନମସ୍କାର ଜ୍ଞାପନ କରେ। ନମସ୍କାର, ପ୍ରେଜ୍ ଦ ଲର୍ଡ। ମୁଁ ବେଶୀ ସମୟ କିଛି କହିବି ନାହିଁ, ଅଳ୍ପ ସମୟ ଆପଣମାନଙ୍କୁ କିଛି ଉତ୍ସାହ ଦେବା ପାଇଁ ଚାହୁଁଛି। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କ ଲୋକମାନେ, ବିଧବା ମା ମାନଙ୍କୁ ସମାଦର କରିବା ପାଇଁ ପ୍ରଭୁଙ୍କର ମହାନ ଦାସ ଯେଉଁ ଶାସ୍ତ୍ରାଂଶ ପଢ଼େଇଲେ, ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେଥିରୁ ଆମେ ଜାଣିବାକୁ ପାଉଛୁ ଯେ ବିଧବା ମାନଙ୍କ ପ୍ରତି, ଅନାଥ ଦରିଦ୍ର ଲୋକମାନଙ୍କ ପ୍ରତି, ନିରୀହ ଲୋକମାନଙ୍କ ପ୍ରତି ପରମେଶ୍ୱରଙ୍କର ସେ ଅଲୌକିକ ଦୃଷ୍ଟି ସବୁବେଳେ ରହିଛି। ବାଇବେଲରେ ଆପଣ ପୁରାତନ ନିୟମରେ ଦେଖନ୍ତୁ, ନୂତନ ନିୟମରେ ଦେଖନ୍ତୁ, ବିଧବା ନିରାଶ୍ରୟ ଲୋକମାନଙ୍କ ବିଷୟରେ ବାରମ୍ବାର 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 କୁହାଯାଇଛି। ପରମେଶ୍ୱର ସେମାନଙ୍କ ଉପରେ ତାଙ୍କର ସେ ସ୍ୱର୍ଗୀୟ ଚକ୍ଷୁ, ସ୍ୱର୍ଗୀୟ ଦୃଷ୍ଟି ନିଶ୍ଚିତ ଭାବରେ ରଖିଛନ୍ତି। ଆପଣମାନଙ୍କ ଉପରେ ପରମେଶ୍ୱରଙ୍କର ଚିନ୍ତା ଅଛି। ତେଣୁ ବାଇବେଲରେ ନିରାଶ୍ରୟ ବିଧବା ମାନଙ୍କ ପ୍ରତି ସ୍ଥାନ ଦିଆଯାଇଛି। ମୁଁ ଦେଖୁଥିଲି ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କ ଲୋକମାନେ, ଗୀତ ସଂହିତା 68ର 5 ପଦରେ ଲେଖାଯାଇଛି, ପରମେଶ୍ୱର ଆପଣା ପବିତ୍ର ବାସସ୍ଥାନରେ ପିତୃହୀନ ମାନଙ୍କର ପିତା ଓ ବିଧବା ମାନଙ୍କର ବିଚାରକର୍ତ୍ତା ଅଟନ୍ତି। ହାଲେଲୁୟା, ହାଲେଲୁୟା। ସେ ସ୍ୱର୍ଗରେ ଥାଇକି, ସ୍ୱର୍ଗରେ ତାଙ୍କର ବାସସ୍ଥାନ, ଆଉ ସେ ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କ ଲୋକମାନେ, ସେ ପିତୃହୀନ ମାନଙ୍କର, ବିଧବା ମାନଙ୍କର ସେ ନ୍ୟାୟବାନ ବିଚାରକର୍ତ୍ତା। ସେ ସ୍ୱର୍ଗରେ ଥାଇ ବିଚାର କରୁଛନ୍ତି। ୟାର ଅର୍ଥ ଆପଣମାନଙ୍କ ସମ୍ପର୍କରେ ସବୁବେଳେ ସେ ଚିନ୍ତା କରୁଛନ୍ତି। ପ୍ରିୟ ଭାଇ ଭଉଣୀମାନେ, ତେଣୁ ଆମେ ଉତ୍ସାହିତ ହେବା ଦରକାର, ଆନନ୍ଦିତ ହେବା ଦରକାର ଯେ କେହି ନା କେହି ମୋ ବିଷୟରେ ଚିନ୍ତା କରୁଛନ୍ତି। ମୋ ପାଇଁ ଜଣେ ଲୋକ ଚିନ୍ତା କରିବାର ବ୍ୟକ୍ତି ଅଛନ୍ତି। ମୋର ହୃଦୟର ବେଦନା ଜାଣିବା ପାଇଁ ଜଣେ ବ୍ୟକ୍ତି ମୋ ପାଇଁ ଅଛନ୍ତି। ସେଇଟା ଏଇ ଶାସ୍ତ୍ରାଂଶରେ ଦେଖୁଛୁ ଆମେ। ପ୍ରିୟ ମା ମାନେ, ପ୍ରଭୁଙ୍କର ଦାସଦାସୀ ମାନେ, ପରମେଶ୍ୱର ତାଙ୍କର ପବିତ୍ର ବାସସ୍ଥାନରେ ଥାଇ ପିତୃହୀନ ବିଧବା ଲୋକମାନଙ୍କ ବିଷୟରେ ସେ ଚିନ୍ତା କରନ୍ତି। ସେମାନଙ୍କର ବିଚାରକର୍ତ୍ତା ସେ ଅଟନ୍ତି। ପ୍ରିୟ ମା ମାନେ, ପ୍ରଭୁଙ୍କର ଦାସଦାସୀ ମାନେ, ସେ ଆମମାନଙ୍କ ବିଷୟରେ ଚିନ୍ତା କରନ୍ତି, ଆପଣମାନଙ୍କ ବିଷୟରେ ଚିନ୍ତା କରନ୍ତି, ସେ ପ୍ରେମ କରନ୍ତି। ତେଣୁ ସମଗ୍ର ବାଇବେଲରେ ସବୁ ଦେଖୁଛୁ ଆମେ। ଲୁକ ତାର 2ର 36ରୁ 38 ପଦ ପର୍ଯ୍ୟନ୍ତ ହାନା ବିଷୟରେ କୁହାଯାଇଛି। ବାଇବେଲରେ 2ଟା ହାନା ବିଷୟରେ କୁହାଯାଇଛି। ଗୋଟେ ସାମୁଏଲଙ୍କର ମା, ଆଉ ଗୋଟେ ଏ ହାନା। ଇଂରାଜୀ ବାଇବେଲରେ ହାନା ଆନ୍ନା 2ଟା ଶବ୍ଦ ଅଛି, ଓଡ଼ିଆରେ କିନ୍ତୁ ହାନା ହାନା 2ଟା ଉଚ୍ଚାରଣ କରାଯାଇଛି। ଲୁକ 2ର 36, 37, 38 ପଦରେ ଆନ୍ନା ବୋଲିକରି କୁହାଯାଇଛି। ସେ 84 ବର୍ଷ ପର୍ଯ୍ୟନ୍ତ ବିବାହ ପରେ ସେ ବିଧବା ହେଇକି ରହିଲେ। ବିଶ୍ୱସ୍ତା ବିଧବା, ପବିତ୍ର ବିଧବା, ପରମେଶ୍ୱରଙ୍କୁ ଭୟ କରି ସେ ରହୁଥିଲେ। ଏବଂ ଅତି ଆଶ୍ଚର୍ଯ୍ୟ ବିଷୟ କ'ଣ, ମାନେ ସେ ମନ୍ଦିର ପରିତ୍ୟାଗ କରୁନଥିଲେ, ଗିର୍ଜାଘର ଛାଡ଼ୁନଥିଲେ।
गिर्जाघर छाड़ू नथिले, मंदिर थाई सबुबेले मंदिरर परिचर्या करुथिले। प्रिय माँ माने, प्रभुंकर दासी माने, प्रभुंकर दास माने, एवं प्रमुख विषय कौन माने से जेरुसालाम मुक्ति निमंते प्रार्थना करुथिले। मुझे सब शास्त्रांश पढ़ा चाहू ना, किंतु से जेरुसालाम मुक्ति पाए फॉर द रिडेम्पशन ऑफ जेरुसालाम शी वाज प्रेइंग। से जेरुसालाम मुक्ति पाए प्रार्थना करुचंती। भगवान को पचार चाहूँगी, आपण कार मुक्ति पाए प्रार्थना करुचंती? आपणकर आपणकर पुओ झील मान मुक्ति पाए प्रार्थना करुचंती कि? सेरंग मंडलीर युवक युवती मानक पाए प्रार्थना करुचंती कि? मंडलीर नेता मानक निमंते प्रार्थना करुचंती कि? मंडली रे अनुग्रह आसु, मंडली रे अनेक युवक युवती माने परित्राण अनंत जीवन पांतु, यह प्रार्थना करुचंती कि? आमे समीक्षा करबा दरकार, परीक्षा करबा दरकार जे मु प्रार्थना करुछि, मोर प्रार्थना शील जीवन अछि कि? मु प्रार्थना शीला कि? मु प्रार्थना करुछि कि नहीं? माँ माने प्रभु आप मानकर संगी मानक नेला परे परमेश्वर आप महान दायित्व अर्पण करिसंती जे वर्तमान आपको प्रार्थना करने को पड़ो, मंडली रे विश्वस्त होगा पड़ो, मंडलीर पालक प्राचीन नेता मान निमंते, डिकन मान निमंते, मंडलीर सुपरिचालन निमंते आप मानू प्रार्थना करने एक भार परमेश्वर समर्पण करिसंती। प्रिय बापा माँ भाई भौणी माने, मोर माँ माने आम प्रार्थना करबा दरकार। एटी अनेक प्रार्थनार माँ अच्छा मुझे देखुची। आप मैंने आत्मिक आप मान जीवन रु आम शिखीचु, आम देखीचु। मुझे को प्रार्थना करूना बोली कहूना, किंतु आम समस्ते प्रार्थनाशील होगा दरकार। प्रभु से चाहते। प्रिय भाई भौणी मैंने आम से आना परी होगा दरकार। 84 वर्ष पर्यंत से विधवा रहिले, कौन सी पाप कले ना, अपवित्र कार्य कले नाही, परमेश्वर विद्रोहाचरण कार्य से कले नाही, परमेश्वर दृष्टि रे से केबे मध्य न्यून कार्य कले नाही। आम ईश्वर विश्वस्त होगा भाई भौणी माने, प्रभु को लोक माने से पवित्र थिला एवं जेरुसालाम मुक्ति अनंत जीवन निमंते त्राणकर्ता निमंते प्रार्थना करुचंती। तापर पर आम देखुचु भाई भौणी माने यीशु ख्रीष्टंकर आगमन संपर्क रे से जड़े प्रार्थनाशील व्यक्तित्व थिले हाना, एवं से परित्राण पाए जेरुसालाम उद्धार निमंते से प्रार्थना करुथिले। प्रिय माँ माने, बापा भाई भौणी माने, एवं लुक पुस्तक रे 5 जन विधवा विषय कहुई। पुरातन नियम अनेक विषय कहुई, नूतन नियम अन्य पुस्तक मानक अनेक जगार विधवा निराश्रय स्त्री मान संपर्क में अति स्पष्ट भाव कहुई, किंतु केवल लुक पुस्तक रे 5 थर 5 प्रकार विधवा स्त्री मान विषय कहुई। आम देखिलु एक हूँ हाना, से प्रार्थनाशीला व्यक्ति थिले, एवं द्वितीय विधवा जे थिले सारीपत्र विधवा बोलिक कहुई। सारीपत्र विधवा को गोटे परमेश्वर गोटे दायित्व देले जे से दुर्भिक्ष समय रे पास्टर एलियो को साहाय्य करने को पड़ो। मु पास्टर एलियो बोली कहबी आप मान, ही वाज ए पास्टर। भविष्य वक्ता माने वर्तमान पालक माने होचंती भविष्य वक्ता माने। भगवान को सेटा कहया चाहूँगी, पालकंकर दायित्व नेबा पाई दुर्भिक्ष समय रे जेतेबेले गोटे टोपा पानी मिलु नाही, गोटे टोपा तैल नाही, चाउल नाही, खाइबा पाई मैदा नाही, परमेश्वर तांको आदेश देइचंती जे पास्टर एलियो बंचिकी रहिबाकू पड़िबो। हालेलुया, हालेलुया। पास्टर एलियो भविष्य वक्तांकर दायित्व तुमे नेब। मु बेसी कहया चाहूनी, तलकू जावाई चाहूँगी, तांको सेही दायित्व दिया जाइथिला जे पालकंकर सेवा करिबा पाई। प्रभुंकर से परिचारक, जीवंत वाक्य प्रचारक, भविष्य वक्ता से संभाळिबा पाई परमेश्वरंकर अनुग्रह तांको प्रदत्त होइथिला।
प्रिय भाई बहन प्रभु लोक मैंने आमने आम दायित्व कौन बुझा दरकार आम जाना दरकार प्रभु मत बर्तमान तुम्हें कौन दायित्व देच मत तुम्हें कौन करने चाहूच ये प्रश्नटा पचार कथा प्रेरित 9 अध्याय जो दमेशक पथरे जितेबले जीशुख्रीष्ट गोटे धक्का मारे साउल को जिते से ख्रीष्टर मंडली को से उच्छिन्न करने चाहते तले पड़ा गोटे आवाज आसला जे साउल साउल तुम्हें कहीं मत ताड़ना करुच तापर चेता आसला से सचेत हेले एवं ऊर्ध्व दृष्टि कर कहते जे आपण किए हे प्रभु आपण किए जीशुख्रीष्ट उत्तर देले तुम्हें जहाँ को ताड़ना करुच मुझे प्रभु जीशु ख्रीष्ट हालेलुया एवं गोटे प्रश्न पचारे साउल लॉर्ड व्हाट यू वांट मी टू डू आपण मु कौन करी बोली आपण चाहते आज से प्रश्नटा विधवा माँ माने आप मैंने मत से प्रश्न पचारतु प्रभु मु तुम वर्तमान कौन करी तुम आगमन सन्निकट वर्तमान मु एका अच्छे मो नाती नातुणी सब बाहा गले मु एका रही वर्तमान तुम्हें कौन चाहूच हुए तो प्रभु आप कहे प्रार्थना रे जीवन बितांतु हुए तो प्रभु कहे मंडलीर सेवा करंतु मंडलीर नेतृवृंद को साहाय्य करंतु सुसमाचार प्रचार करंतु परमेश्वर पवित्र नाम को बहन करंतु हुए तो कही पारंती प्रिय प्रभुंकर दासी माने मोर प्रियर माँ माने प्रभुंकर दास माने से गोटे दायित्व दिगला जे तुम्हें से एलियो पास्टर को भविष्य वक्ता दायित्व तुमको लगला तुम्हें दुर्भिक्ष सरवा पर्यंत पाइब भरण पोषण करने दायित्व तुमर सरीपत्र माँ जागृत प्रिय प्रभुंकर दास दासी माने प्रभु लोक माने प्रथम राजावली 17:9 पदर लिखा जाइए जदि किए पढ़े पढ़ी पारे जदि क्या पाखे अच्छी दयाकर पढ़तु जदि नाई तौक जा सेटा अति स्पष्ट लिखा जाइए एवं नायन नगर विधवांकर पुत्र को जीशुख्रीष्ट जीवन देउचंती सेटा आमे देखुछु लूक 7:12 पदरे एवं एक विधवार दृष्टांत लूक 18:3-5 पद मध्य केवल लूक पुस्तक 5 प्रकार विधवा विषय कह जाइछि तामाने परमेश्वर विधवा मान को बेसी प्रेम करती निराश्रय विधवा मान प्रति परमेश्वर करुणा परमेश्वर दृष्टि परमेश्वर अनुग्रह स्वर्गीय चिंता रही मन रखु जदि आप मैंने द्वितीय विवरणी 10 अध्याय को जीवे द्वितीय विवरणी 10 अध्याय को आप जीवे सेठारे अति सुंदर विषय सब लिखा जाइए प्रभुंकर दास दासी माने प्रभुंकर लोक माने अति सुंदर लेखा 10:18 पदरे 14:29 पदर लिखा जाइए जे विधवा माने कौन करेंगे से माने संग्रह करके खाइबे तेणु तुम्हें काटिला परे द्राक्षा फल तुम्हें माने संग्रह कला परे आउ थरे तुम्हें जीव ना आउ थे संग्रह करने जीव ना आउ थे गोटेवा जीव ना से छाड़ी दियो परमेश्वर वाक्य स्पष्ट तार अर्थ परमेश्वर विधवा माँ मान प्रति सब चिंता करती यही कथा मुझे कहवाई चाहूँगी से आप पाशुरी नहांती प्रिय माँ माने प्रिय बापा माने प्रभुंकर दास दासी माने एटा आमे समस्ते जानिबा आवश्यक रही प्रभुंकर दास दासी माने से आम प्रेम करती से आम चिंता करती तेबे आमे देखुछु से आम विषय चिंता करती प्रथम विषय है माँ माने से आप विषय चिंता करुछंती से घुमाइबे ना कि निद्रा जीवे ना भावुंट अंजलि माँ विषय भावुंट माँ पाणी माँ विषय भावुंट सिंह माँ विषय भावुंट आप विषय से भावुंट मन रखि था से सब चिंता करती आम विषय से चिंता करती बाइबल रे अति स्पष्ट लिखा जाइए द्वितीय विषय से आप सांगरे सब रे से छाड़े ना एवरी 13:5 पदर लिखा जाइए जे से आपको केबे छाड़े ना कि परित्याग करेंगे ना
ସବୁବେଳେ ରହିବେ। ଆପଣଙ୍କର ହୁଏତ ସଙ୍ଗୀ ଆପଣଙ୍କୁ ଛାଡ଼ିକି ଯାଇଛନ୍ତି, କିନ୍ତୁ ରାଜାମାନଙ୍କ ରାଜା, ପ୍ରଭୁମାନଙ୍କର ପ୍ରଭୁ, ଦେବଗଣର ପରମେଶ୍ୱର, ଚିରସ୍ଥାୟୀ ପରମେଶ୍ୱର, ଯେଉଁ ସ୍ୱାମୀ କେବେ ମଧ୍ୟ ମରିବେ ନାହିଁ, ସେହି ପ୍ରକାର ସ୍ୱାମୀ ଆପଣଙ୍କ ସାଙ୍ଗରେ ଅଛନ୍ତି। ହାଲେଲୁୟା, ହାଲେଲୁୟା। ପ୍ରିୟ ମା ମାନେ, ଭାଇ ଭଉଣୀମାନେ, ସେ ଆପଣମାନଙ୍କ ସହିତ ଅଛନ୍ତି, ସେ ରହିବେ, ଚିରକାଳ ରହିବେ। ଆପଣଙ୍କ ଖ୍ରୀଷ୍ଟଙ୍କ ସହିତ ବିବାହ ନ କରିବା ପର୍ଯ୍ୟନ୍ତ ଆପଣଙ୍କ ସହିତ ଅଛନ୍ତି। ଆପଣଙ୍କର ଡାହାଣ ହସ୍ତ ଧରି ଖ୍ରୀଷ୍ଟ ଯୀଶୁ ବରପୁତ୍ରଙ୍କ ସହିତ ଆପଣଙ୍କୁ ସେ ସାମିଲ କରିବେ, ସେ ମଧ୍ୟ ଆକାଶରେ ଭେଟେଇବେ। ହାଲେଲୁୟା। 3, ସେ ଆପଣଙ୍କୁ ସୁରକ୍ଷା କରିବେ। ସେ ଆପଣଙ୍କର ସୁରକ୍ଷା ଦାତା, ମନେ ରଖିଥାନ୍ତୁ। ଏଇଟାକୁ ଆମେ ହୃଦୟଙ୍ଗମ କରିବା ଦରକାର। ଅନେକ ସମୟରେ କି ପ୍ରଭୁ କି ଯୀଶୁ ବୋଲି ଆମେ କହୁ, କିନ୍ତୁ ସେ ସୁରକ୍ଷା ଦିଅନ୍ତି। ଆପଣଙ୍କ ସହିତ ସେ ଅଛନ୍ତି, ଆପଣଙ୍କୁ ସେ ପ୍ରେମ କରନ୍ତି, ଆପଣଙ୍କ ବିଷୟରେ ସେ ସବୁବେଳେ ଚିନ୍ତା କରୁଛନ୍ତି। ପ୍ରିୟ ମା ମାନେ, ପ୍ରଭୁଙ୍କର ଦାସ ଦାସୀ ମାନେ, ଖ୍ରୀଷ୍ଟଙ୍କ ରକ୍ତରେ କୃତ ଦାସୀ ମାନେ, ମୁଁ ଆପଣମାନଙ୍କୁ ଏ କଥା କହିବା ପାଇଁ ଚାହୁଁଛି। ଜିରେମିୟ 1:4-8 ପଦ ମଧ୍ୟରେ ଲେଖାଯାଇଛି, ସେ ଆମକୁ ସୁରକ୍ଷା ପ୍ରଦାନ କରନ୍ତି। ଗୀତ ସଂହିତା 34:19 ପଦରେ ସେ ଆପଣଙ୍କୁ ସୁରକ୍ଷା ପ୍ରଦାନ କରନ୍ତି। ଅତି ସ୍ପଷ୍ଟ ଭାବରେ ବାଇବେଲରେ ଉଲ୍ଲେଖ କରାଯାଇଛି। ତେଣୁ ଆତଙ୍କିତ ହେବାର କିଛି ନାହିଁ। କ'ଣ ଖାଇବି, କ'ଣ ପିଇବି, କିଏ ମୋତେ ଯୋଗେଇବ, ମୁଁ କ'ଣ ପିନ୍ଧିବି, କେଉଁଠି ରହିବି, ବେଶୀ ଚିନ୍ତା କରନ୍ତୁ ନାହିଁ। କାରଣ ଆପଣମାନଙ୍କ ବିଷୟରେ ଜଣେ ଲୋକ ଚିନ୍ତା କରିବା ପାଇଁ ଅଛନ୍ତି, ଆପଣଙ୍କର ଭରଣ ପୋଷଣ କରିବା ପାଇଁ ଅଛନ୍ତି। ମନେ ରଖିଥାନ୍ତୁ, ଆକାଶର ପକ୍ଷୀମାନଙ୍କୁ ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ, ଏବଂ ବିଲର ପଶୁମାନଙ୍କୁ ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ, କିନ୍ତୁ ସେମାନଙ୍କର ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଯୋଗାନ୍ତି। ପ୍ରତ୍ୟେକ ପ୍ରାଣୀକୁ ଆହାର ଯୋଗାଇବା ପରମେଶ୍ୱର, ଆମମାନଙ୍କର ପରମେଶ୍ୱର, ଆପଣମାନଙ୍କର ପରମେଶ୍ୱର। ପ୍ରିୟ ମା ମାନେ, ପ୍ରଭୁଙ୍କର ଦାସୀମାନେ, 5 ନମ୍ବର ବିଷୟ, ଆପଣମାନଙ୍କୁ ବଳ ଦେବେ। ସେ ଆପଣମାନଙ୍କୁ ବଳ ଦେବେ। ଯେଶାୟ 41:10 ପଦରେ ଲେଖାଯାଇଛି ଯେ ସେ ଆମମାନଙ୍କୁ ବଳ ଯୋଗାନ୍ତି। ବଳ ପ୍ରଦାନକାରୀ ପରମେଶ୍ୱର। ଯେତେବେଳେ ନିରୁତ୍ସାହିତ ହେଇଯିବେ, ଉଦ୍ବିଗ୍ନ ହେଇଯିବେ, ଆପଣମାନେ ଦୁଃଖରେ ରହିବେ, ମୋତେ କିଏ ସାହାଯ୍ୟ କରିବେ, ଏ ପ୍ରକାର ଚିନ୍ତା କରୁଛନ୍ତି, ମନେ ରଖିଥାନ୍ତୁ, He strengthens you, He protects you, He thinks about you, He loves you, He is with you। ସେ ଆପଣଙ୍କ ସହିତ ଅଛନ୍ତି। ପ୍ରିୟ ମା ମାନେ, ପ୍ରଭୁଙ୍କର ଦାସ ଦାସୀ ମାନେ, ସେ ଆମମାନଙ୍କୁ ବଳ ଦିଅନ୍ତି। ଆପଣମାନଙ୍କୁ ସେ ସବୁବେଳେ ବଳ ଦିଅନ୍ତୁ। ଆପଣଙ୍କ ଶେଷ ସନ୍ଧ୍ୟା ପର୍ଯ୍ୟନ୍ତ ଆପଣମାନଙ୍କୁ ସେ ଅଧିଷ୍ଠାନ କରନ୍ତୁ, ବଳ ଶକ୍ତି ଦିଅନ୍ତୁ, ସ୍ୱର୍ଗୀୟ ଶକ୍ତି ଦିଅନ୍ତୁ, ପରାତ୍ପର ଈଶ୍ୱରଙ୍କର ଶକ୍ତି ପ୍ରଦାନ କରନ୍ତୁ, ଅକ୍ଳାନ୍ତ ଶକ୍ତି ଆପଣମାନଙ୍କୁ ପ୍ରଦାନ କରନ୍ତୁ। ଆପଣମାନେ ଯେତେ ଦୌଡ଼ିଲେ ମଧ୍ୟ କ୍ଳାନ୍ତ ହେବେ ନାହିଁ। ଯେଶାୟ ପୁସ୍ତକରେ ଲେଖାଯାଇଛି, ଆପଣ ଶ୍ରାନ୍ତ ହେବେ ନାହିଁ, ଆପଣ ଦୌଡ଼ୁଥିବେ। ପରମେଶ୍ୱରଙ୍କର ଶକ୍ତି ସେଇଟା, ଐଶ୍ୱରିକ ଶକ୍ତି ସେଇଟା। ପରମେଶ୍ୱର ଆପଣଙ୍କୁ ବଳବାନ କରନ୍ତୁ, ସାହସିକ କରନ୍ତୁ, ସେ ଆପଣମାନଙ୍କୁ ଉତ୍ସାହିତ କରନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି। ପ୍ରିୟ ପ୍ରଭୁଙ୍କର ଦାସ ଦାସୀମାନେ, ସେ ଆପଣଙ୍କୁ ପ୍ରେମ କରନ୍ତି, ଆପଣଙ୍କ ବିଷୟରେ ଭାବନ୍ତି, ଆପଣଙ୍କୁ ସେ ବଳ ଯୋଗାନ୍ତି, ଆପଣଙ୍କର ଆବଶ୍ୟକତା ସେ ଯୋଗାଇବା ପରମେଶ୍ୱର, ଜିହୋବା ଜାଇରେ ପରମେଶ୍ୱର ଆପଣଙ୍କୁ ସୁରକ୍ଷା ପ୍ରଦାନ କରନ୍ତି, ସମସ୍ତ ବିଷୟ ସେ କରନ୍ତି। ମୁଁ ଆପଣମାନଙ୍କୁ ପ୍ରଶ୍ନ ପଚାରିବା ପାଇଁ ଚାହୁଁଛି, ଆପଣମାନେ ତାଙ୍କୁ ପ୍ରେମ କରୁଛନ୍ତି କି ନାହିଁ? ଯୀଶୁ ଖ୍ରୀଷ୍ଟଙ୍କୁ ଆପଣମାନେ ପ୍ରେମ କରନ୍ତି କି ନାହିଁ? ତାଙ୍କୁ ଆପଣ ପ୍ରକୃତରେ ସ୍ୱୀକାର କରିଛନ୍ତି କି ନାହିଁ? ଅନେକ ସମୟରେ କ'ଣ ହୁଏ, ମାନେ ଆମେ, ମୋର ବାପା ଖ୍ରୀଷ୍ଟିଆନ, ମୋ ମା ଖ୍ରୀଷ୍ଟିଆନ, ଆଉ ଆମର ପୂର୍ବପୁରୁଷ ଖ୍ରୀଷ୍ଟିଆନ, ତେଣୁ ମୁଁ ଖ୍ରୀଷ୍ଟିଆନ। ସେମିତି ନୁହଁ। ମାଥିଉ 9 ମାଥିଉକୁ ଯୀଶୁଖ୍ରୀଷ୍ଟ ଡାକୁଛନ୍ତି, ମାଥିଉ ତୁମେ ଆସ। ମାଥିଉର ଅର୍ଥ ଈଶ୍ୱରଙ୍କ ଦାନ। ମାଥିଉର ପୂର୍ବ ନାମ ଲେବି। ଲେବିର ଅର୍ଥ ସେ ଗୋଟେ ପାଳକୀୟ ଗୋଷ୍ଠୀର ଲୋକ। ପୁରାତନ ନିୟମ ହିସାବରେ ଲେବି ମାନେ ଲେବୀୟ ଲୋକମାନଙ୍କୁ ଯାଜକୀୟ କର୍ତ୍ତବ୍ୟ ସମର୍ପଣ କରାଯାଇଥିଲା, କିନ୍ତୁ ମାଥିଉ ପରିତ୍ରାଣ ପାଇନାହାନ୍ତି। ସମସ୍ତେ ପରିତ୍ରାଣ
ପାଇଥିବେ ବୋଲିକିରି କିଛି ଗ୍ୟାରେଣ୍ଟି ନାହିଁ। ମୁଁ ଆପଣଙ୍କୁ ଅନୁରୋଧ କରିବା ପାଇଁ ଚାହୁଁଛି ତାଙ୍କୁ ହୃଦୟରେ ସ୍ୱୀକାର କରନ୍ତୁ। ବାଇବେଲରେ ଲେଖାଯାଇଛି ରୋମିଓ ତାର 10:9 ଯଦି ଆପଣ ଯୀଶୁଖ୍ରୀଷ୍ଟଙ୍କ ହୃଦୟରେ ପ୍ରଥମରେ ବିଶ୍ୱାସ କରିବେ ତାପରେ ମୁଖରେ ସ୍ୱୀକାର କରିବେ। ହୃଦୟର ପୂର୍ଣ୍ଣତାରୁ ମୁଖ କ'ଣ କରେ? କଥା କହେ। ଆଉଟ୍ ଅଫ୍ ଆବାଣ୍ଡାନ୍ସ ଅଫ୍ ହାର୍ଟ ମାଉଥ ସ୍ପିକ୍ସ। ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ। ଯଦି ଆପଣ ଯୀଶୁଖ୍ରୀଷ୍ଟଙ୍କୁ ସ୍ୱୀକାର କରିଛନ୍ତି ତାଙ୍କୁ ପ୍ରଭୁ ବୋଲିକି ସ୍ୱୀକାର କରନ୍ତୁ। ହୃଦୟରେ ଗ୍ରହଣ କରିକି ତାଙ୍କୁ ଯଦି ପ୍ରଭୁ ବୋଲି ସ୍ୱୀକାର କରିବେ ତେବେ ପରିତ୍ରାଣ ପାଇବେ। ଲେଖାଯାଇଛି ସେହି ରୋମିଓ 10:12-13 ଯିଏ ପ୍ରଭୁଙ୍କର ନାମ ଧରି ଡାକିବ ସେ ପରିତ୍ରାଣ ପାଇବ। He who calls on the name of the Lord Jesus Christ will be saved। ଯେ ପ୍ରଭୁଙ୍କର ନାମ ଧରି ପ୍ରାର୍ଥନା କରିବ ସେ କ'ଣ ପାଇବ? ବବି ଦିଦି କ'ଣ ପାଇବ? ପରିତ୍ରାଣ ପାଇବ। ହାଲେଲୁୟା, ହାଲେଲୁୟା। ପ୍ରିୟ ମା ମାନେ, ମୁଁ ଏତିକି ହିଁ କହିବା ପାଇଁ ଚାହୁଁଛି। ମୋର ହୃଦୟ ଏହି ମଣ୍ଡଳୀ ପାଇଁ, ବିଧବା ମା ମାନଙ୍କ ପାଇଁ ଗୋଟେ ବିଷୟ ରହିଛି ଯେ ପ୍ରତ୍ୟେକ ବିଧବା ପରିତ୍ରାଣ ପାଆନ୍ତୁ। ଜଗତ ଛାଡ଼ିବା ପୂର୍ବରୁ ସମସ୍ତେ ଯୀଶୁଖ୍ରୀଷ୍ଟଙ୍କୁ ସ୍ପଷ୍ଟ ଭାବରେ ଅଙ୍ଗୀକାର କରିକି ଯାଆନ୍ତୁ। ଅଙ୍ଗୀକାର ନ କଲେ ଅସୁବିଧା। ମୋର ଲକ୍ଷ୍ୟସ୍ଥଳ ହୁଏତ ପରମେଶ୍ୱରଙ୍କର ଉପସ୍ଥିତି ହୋଇନପାରେ। ଦୁଇଟା ଜାଗା ଅଛି, ଗୋଟେ ହେଉଛି ନର୍କ ଶୈତାନର ଉପସ୍ଥିତି, ଆଉ ଗୋଟେ ହେଲା ସ୍ୱର୍ଗ ପରମେଶ୍ୱରଙ୍କର ଉପସ୍ଥିତି, ଯୀଶୁଖ୍ରୀଷ୍ଟଙ୍କର ଉପସ୍ଥିତି। ମୋର ପ୍ରାର୍ଥନା ଏହି ମଣ୍ଡଳୀ ପାଇଁ ସେ ହାନା ଯେମିତି ପ୍ରାର୍ଥନା କରୁଥିଲେ ଜେରୁସାଲେମର ପରିତ୍ରାଣ ପାଇଁ, ମୋର ପ୍ରାର୍ଥନା ବିଧବା ମା'ମାନଙ୍କ ପାଇଁ ଏଇଟା ଯେ ଆପଣମାନେ ପରିତ୍ରାଣ ପାଆନ୍ତୁ। ମୋ ମାଆକୁ ମୁଁ ଅତି ନିକଟରୁ ଦେଖିଛି। ସକାଳୁ ଉଠିବେ, କାଲୁଣୀ ଲୋକ, ସକାଳୁ 4ଟା ରାତି 3ଟା ରାତି ଗାଁକୁ ଯିବା ପୂର୍ବରୁ ସେ ଧୀରେ, ମୁଁ ତାଙ୍କ ପାଖରେ ଶୋଇଥିବି ତ ଧୀରେ ପ୍ରାର୍ଥନା କରିବେ, ତାପରେ ଯିବେ। ସେ ପରିତ୍ରାଣ ପାଇଥିଲେ, ମୁଁ ସେଇଟା ଅନୁଭବ କରିଛି। ସେଇଟା ମୁଁ ଚାହୁଁଛେ ଯେ ସମସ୍ତେ ପରିତ୍ରାଣ ପାଆନ୍ତୁ। ଆଜିକାଲିର ମରଣର କିଛି ଗ୍ୟାରେଣ୍ଟି ନାହିଁ, ମନେ ରଖନ୍ତୁ। କେତେବେଳେ ଜୀବନ ଚାଲିଯିବ କେହି କହିପାରିବେ ନାହିଁ। ତେଣୁ ପ୍ରିୟ ମା ମାନେ, ପ୍ରଭୁଙ୍କର ଦାସଦାସୀ ମାନେ, ଆଜି ହେଉଛି ପରିତ୍ରାଣର ସମୟ। ବାଇବେଲ କହୁଛି ଆଜି ସ୍ପଷ୍ଟ ଭାବରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସ୍ୱୀକାର କରନ୍ତୁ। ସେ ଆପଣଙ୍କୁ ପ୍ରେମ କରନ୍ତି, ଆପଣଙ୍କ ବିଷୟରେ ଚିନ୍ତା କରୁଛନ୍ତି, ଆପଣଙ୍କୁ ଯୋଗାଉଛନ୍ତି, ସେ ଆପଣଙ୍କର ବିଚାର କରୁଛନ୍ତି। ଆପଣ ଆଜି ତାଙ୍କୁ ପ୍ରେମ କରନ୍ତୁ। ଯଦି ପ୍ରେମ କରୁଛନ୍ତି ତାଙ୍କୁ ସ୍ୱୀକାର କରନ୍ତୁ। ସମସ୍ତେ ଚକ୍ଷୁ ବନ୍ଦ କରିବା। ମୁଁ ପଦେ ପ୍ରାର୍ଥନା କରିବି, ମୋ ସହିତ ଦୟାକରି ପ୍ରାର୍ଥନା କରିବେ। ଯେଉଁମାନେ ପରିତ୍ରାଣ ପାଇଛନ୍ତି ତ ପାଇଛନ୍ତି, କିନ୍ତୁ ଯେଉଁମାନେ ସ୍ପଷ୍ଟ ହୋଇନାହାନ୍ତି, କେବେ ପରିତ୍ରାଣ ପାଇଲି ଡାଉଟ୍ ହେଉଛନ୍ତି, କେବେ ପାଇଛି କେବେ ପାଇଛି କେବେ ପାଇଛି ଏମିତି ହେଉଛନ୍ତି, ଆଜି ସ୍ୱୀକାର କରନ୍ତୁ, ଆଜି ତାକୁ ଗ୍ରହଣ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା। ମୁଁ ଯାହା କହିବି ମୋ ଉତ୍ତାରେ ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କୁ ସ୍ପଷ୍ଟ ଭାବରେ ଗ୍ରହଣ କରିବା ପାଇଁ ଚାହୁଁଛନ୍ତି ମୋ ସହିତ ପ୍ରାର୍ଥନା କରିବେ। ପବିତ୍ର ଯୀଶୁ, ଧନ୍ୟବାଦ ଦେଉଅଛି ଆଜି ଉତ୍ତମ ବାକ୍ୟ ଦ୍ୱାରା କଥା କହିଅଛ। ପ୍ରଭୁ ଯୀଶୁ, ମୁଁ ତୁମକୁ ମୋର ଅନ୍ତରରେ ହୃଦୟପୂର୍ବକ ପ୍ରଭୁ ଭାବରେ ସ୍ୱୀକାର କରୁଅଛି। ମୋତେ ତୁମର ସନ୍ତାନ ହେବାର ଅଧିକାର ଦିଅ। ତୁମ ରକ୍ତରେ ମୋର ପାପ ସବୁ ଧୋଇ ଦିଅ। ତୁମର ଅନନ୍ତ ଜୀବନରେ ମୋତେ ଭୂଷିତ କର। ମୁଁ ମଲେ ସିଧା ଈଶ୍ୱରଙ୍କର ଉପସ୍ଥିତି ସ୍ୱର୍ଗ ରାଜ୍ୟକୁ ଯିବା ପାଇଁ ସାହାଯ୍ୟ କର। ଧନ୍ୟ ଯୀଶୁ, ତୁମର ପବିତ୍ର ରକ୍ତ ପାଇଁ, ତୁମର ପାପ କ୍ଷମା ପାଇଁ ମୁଁ ତୁମକୁ ଧନ୍ୟବାଦ ଦେଉଛି। ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍। ଆମେ ସମସ୍ତେ କହିବା ଆମେନ୍। ସମସ୍ତେ